ଚାପୁଡା ମାରୁଥିବା ଲୋକଟି ଭୁଲି ଯାଏ ସେ କେତେ ଜୋରରେ ଚାପୁଡା ମାରିଛି, କିନ୍ତୁ ଚାପୁଡା ଖାଇଥିବା ଲୋକଟି ମନେ ରଖିଥାଏ ତାକୁ କେତେ କଷ୍ଟ ହେଇଥିଲା। ଖରାପ ବ୍ୟବହାର କରିଥିବା ଲୋକଟି ଭୁଲିଯାଏ ସେ କଣ କହିଥିଲା, କିନ୍ତୁ ଯାହା ସହିତ ହେଇଥାଏ ସିଏ ମନେ ରଖିଥାଏ ତାକୁ କଣ କଣ କୁହାଯାଇଥିଲା। ମିଛ କହୁଥିବା ଲୋକଟି ଭୁଲିଯାଏ ସେ କଣ ମିଛ କହିଥିଲା, କିନ୍ତୁ ଯାହା ନାଁରେ ମିଛ କୁହା ହେଇଥାଏ ସିଏ ମନେ ରଖିଥାଏ ତା ନାଁରେ କଣ କଣ ମିଛ କୁହା ହେଇଥିଲା। ଆଜିକାଲି ଦୁନିଆରେ ଲୋକମାନଙ୍କୁ ଚିହ୍ନିବା ପାଇଁ ହେଲେ ନିଜକୁ ଏତେ ଷ୍ଟ୍ରଙ୍ଗ ବନାଅ ନା, ସାମ୍ନା ବାଲା ତମ ବିଷୟରେ କିଛି କହିବା କିଛି କରିବା ଆଗରୁ 100 ଥର ଚିନ୍ତା କରିବ। ଏମିତି ବି ଜୀବନରେ ଘଟିଯାଏ ତମେ ସାମ୍ନା ବାଲାକୁ ବହୁତ ଭଲ ପାଇବା ଦେଇଥିବ, ବହୁତ ସ୍ନେହ ଆଦର ଦେଇଥିବ, ଆଉ ସେ ତା ପ୍ରତିବଦଳରେ ତମକୁ ଦେଇଥିବ ଛଳନା, ତମକୁ ଖରାପ ବ୍ୟବହାର, ତମ ପ୍ରତି ମିଛ ତମ ନାଁରେ ଗପିଥିବ। ଏସବୁ ଜିନିଷ ଯଦି ତମ ସହିତ ହେଇଛି ବା ହଉଛି ତ ସେଭଳି ଲୋକମାନଙ୍କୁ କେବେ ବିଶ୍ୱାସ କରନି। ହୁଏତ ତାଙ୍କ ବ୍ୟବହାରକୁ ତମେ କ୍ଷମା କରିଦେଇପାର, କିନ୍ତୁ କେବେ ଜୀବନରେ ସେମାନଙ୍କୁ ବିଶ୍ୱାସ କରିବନି, କାରଣ ସେମାନେ ତାଙ୍କର ପ୍ରକୃତିକୁ କେବେ ବି ପରିବର୍ତ୍ତନ କରନ୍ତି ନାହିଁ। ସେମାନେ ସେମିତି ତମ ସହିତ ଛଳନା କରି ଚାଲିଥିବେ ଆଉ ତମେ ତାଙ୍କ ଛଳନାର ଜାଲରେ ସେମିତି ଫସି ଚାଲିଥିବ। ସେଥିପାଇଁ ଯିଏ ଯୋଉ ଭଳି ତା ସହିତ ସେଇଭଳି ରହିବା ପାଇଁ ଚେଷ୍ଟା କର। ଏଇଟା କଳି ଯୁଗ, ସତ୍ୟ ଯୁଗ ନୁହେଁ।